ଆପଣ କେବେ ଭାବିଛନ୍ତି ଯଦି କେବେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ତାର ପ୍ରଥମ ଗୁଳି କେଉଁଠି ଫୁଟିବ? ୟୁକ୍ରେନ, ତାଇୱାନ ନା ବହୁତ ବଡ଼ ସମ୍ଭାବନା ଅଛି ଯେ ସେ ସ୍ଥାନଟି ହେଉଛି ଓଡ଼ିଶା ଉପକୂଳରେ ଥିବା ବଙ୍ଗୋପସାଗର। ଯେଉଁ ସମୁଦ୍ରକୁ ଆମେ କେବଳ ପର୍ଯ୍ୟଟନ ପାଇଁ ଜାଣୁ ସେଇଠି ଆଜିର ଦୁନିଆରେ ସବୁଠାରୁ ବଡ଼ ଜିଓପଲିଟିକାଲ ଚେସ୍ ବୋର୍ଡ ପାଲଟିଛି। ଏଠାରେ ଗୋଟିଏ ପଟେ ଅଛି ଭାରତର ସୁରକ୍ଷା ଏବଂ ଅନ୍ୟ ପଟେ ଅଛି ଚୀନର ବିଶ୍ୱ ଶକ୍ତି ହେବାର ସ୍ୱପ୍ନ ଏବଂ ମଝିରେ ଅଛି ଆମେରିକାର ସ୍ୱାର୍ଥ। କିନ୍ତୁ ପ୍ରଶ୍ନ ଉଠୁଛି ଏହି ଶାନ୍ତ ଦେଖାଯାଉଥିବା ପାଣି ହଠାତ୍ ଏତେ ଗରମ କାହିଁକି ହେଇଗଲା? କାହିଁକି ଓଡ଼ିଶାର ଉପକୂଳ ଆଜି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ପାଇଁ ଏକ ଟାର୍ଗେଟ ପାଲଟିଛି? ଆଜିର ଏହି ବିଶେଷ ଅଧ୍ୟାୟରେ ଆମେ ଏହାର ଗଭୀର ରହସ୍ୟ ଖୋଲିବା। ଇତିହାସ କୁହେ whoever controls the Indian Ocean dominate Asia। ଯିଏ ଭାରତ ମହାସାଗରକୁ ନିୟନ୍ତ୍ରଣ କରେ ସେ ସାରା ଏସିଆରେ ଶାସନ କରେ। ହଜାରେ ବର୍ଷ ପୂର୍ବେ ଓଡ଼ିଶାର ସାଧବ ପୁଅମାନେ ଏବଂ ଚଳବଂଶର ରାଜାମାନେ ଏହି ସମୁଦ୍ରକୁ ନିଜର ବୋଲି ମାନୁଥିଲେ। କିନ୍ତୁ ଆଜି ଚୀନ ଏହି ସ୍ଥାନରେ ନିଜର ପତିଆର ଜମେଇବାକୁ ଚାହୁଁଛି। କାହିଁକି? ଏହାର କାରଣ ହେଉଛି ଦ ମାଲାକା ଡାଇଲାମା। ଚୀନର 80% ତେଲ ଏହି ଛୋଟ ରାସ୍ତା ଦେଇ ଯାଏ। ଯଦି କେବେ ଯୁଦ୍ଧ ହୁଏ ଭାରତ ଏହି ରାସ୍ତାକୁ ବନ୍ଦ କରି ଚୀନର ଅଣ୍ଟା ଭାଙ୍ଗି ଦେଇପାରେ। Breaking news: Indian Navy ships assert control over the Strait of Malacca, halting commercial traffic in a major trade disruption. ତେଣୁ ଚୀନ ଚାହୁଁଛି ବଙ୍ଗୋପସାଗରରେ ନିଜର ଏମିତି ଏକ ଘାଟି ତିଆରି କରିବାକୁ ଯାହା ଭାରତର ସିଧାସଳଖ ନଜରରେ ନଥିବ। ଏଥିପାଇଁ ତ ସେମାନେ ବ୍ୟବହାର କରୁଛନ୍ତି ଡେଟ୍ ଟ୍ରାପ୍ ଡିପ୍ଲୋମାସି। ଏବେ ଚୀନର ଚାଲାକି ଦେଖନ୍ତୁ। ସେମାନେ ଭାରତକୁ ଘେରିବା ପାଇଁ ମୁକ୍ତାର ହାର କିମ୍ବା ଷ୍ଟ୍ରିଙ୍ଗ ଅଫ୍ ପର୍ଲସ ତିଆରି କରୁଛନ୍ତି। The string of pearls, a chain of ports encircling India, securing China's trade and military. ମିଆଁମାରର କ୍ୟାକପିଓ ପୋର୍ଟ ହେଉ କିମ୍ବା ଶ୍ରୀଲଙ୍କାର ହାମ୍ବନଟୋଟା ସେମାନେ କୋଟି କୋଟି ଟଙ୍କା ଋଣ ଦେଇ ଏହି ବନ୍ଦର ଗୁଡ଼ିକୁ କବ୍ଜା କରୁଛନ୍ତି। କିନ୍ତୁ ଟ୍ୱିଷ୍ଟ ଏଇଠି ଅଛି, ଚୀନର ଏହି ଘାଟି ଗୁଡ଼ିକରୁ ଓଡ଼ିଶାର ଉପକୂଳ ଏବଂ ବିଶାଖାପାଟଣା ଖୁବ୍ ନିକଟ। ସେମାନଙ୍କର ଲକ୍ଷ୍ୟ ହେଉଛି ଭାରତର ନ୍ୟୁକ୍ଲିୟର ସିକ୍ରେଟ ଚୋରି କରିବା। ନିକଟରେ ଚୀନର ସ୍ପାଇ ଶିପ୍ସ କିମ୍ବା ଗୁପ୍ତଚର ଜାହାଜ ବଙ୍ଗୋପସାଗରରେ ବାରମ୍ବାର ଦେଖାଯାଉଛନ୍ତି। ଏହା କୌଣସି ସଂଯୋଗ ନୁହଁ, ଏହା ହେଉଛି ଭାରତର ଶକ୍ତିଶାଳୀ ନୌସେନା ଉପରେ ନଜର ରଖିବା ପାଇଁ ଏକ ବଡ଼ ଚକ୍ରବ୍ୟୁହ। ଏହି ଦୁଇଟି ସ୍ଥାନକୁ ଭାରତକୁ ଏକ ଗ୍ଲୋବାଲ ସୁପର ପାୱାରର ମାନ୍ୟତା ଦିଏ। ଅଗ୍ନି ଭି ହେଉ କିମ୍ବା ବ୍ରହ୍ମୋସ, ଯେତେବେଳେ ଭାରତ ଏଠାରୁ ମିସାଇଲ ପରୀକ୍ଷଣ କରେ ସେତେବେଳେ ବେଜିଂରୁ ୱାସିଂଟନ ପର୍ଯ୍ୟନ୍ତ କମ୍ପନ ସୃଷ୍ଟି ହୁଏ। ବିଶେଷଜ୍ଞଙ୍କ ମତରେ ବଙ୍ଗୋପସାଗର ହେଉଛି ଭାରତର ନ୍ୟୁକ୍ଲିୟର ବେଷ୍ଟନ, ଅର୍ଥାତ୍ ଯଦି କେବେ ପରମାଣୁ ଯୁଦ୍ଧ ହୁଏ ଭାରତର ସବୁଠାରୁ ସୁରକ୍ଷିତ ପରମାଣୁ ସବମେରିନ ଗୁଡ଼ିକ ଓଡ଼ିଶା ଏବଂ ଆନ୍ଧ୍ରର ଗଭୀର ସମୁଦ୍ର ଭିତରେ ହିଁ ଲୁଚି ରହିବେ। ଏବେ ବୁଝିବାକୁ ହବ ନ୍ୟୁକ୍ଲିୟର ବେଷ୍ଟନ ମାନେ କଣ। ସମୁଦ୍ର ତଳେ ଲୁଚିଛି ଏମିତି ଗୋଟିଏ ଶକ୍ତି ଯାହା ଗୋଟିଏ ଦେଶକୁ ସମ୍ପୂର୍ଣ୍ଣ ଧ୍ୱଂସ କରିପାରେ, କିନ୍ତୁ ତାକୁ କେହି ଦେଖିପାରନ୍ତି ନାହିଁ। ଏହାକୁ କୁହାଯାଏ ନ୍ୟୁକ୍ଲିୟର ବେଷ୍ଟନ। ଧରନ୍ତୁ କାଲି ଯୁଦ୍ଧ ଆରମ୍ଭ ହେଲା ଏବଂ ଆପଣଙ୍କ ଦେଶ ଉପରେ ପ୍ରଥମ ନ୍ୟୁକ୍ଲିୟର ଆକ୍ରମଣ ହେଲା, ତାହେଲେ କି ଆପଣଙ୍କ ପାଖରେ ଉତ୍ତର ଦେବାର ଶକ୍ତି ରହିବ? ଏହି ସମସ୍ୟାର ସମାଧାନ ହେଉଛି ନ୍ୟୁକ୍ଲିୟର ବେଷ୍ଟନ। ସରଳ ଭାଷାରେ ନ୍ୟୁକ୍ଲିୟର ବେଷ୍ଟନ ମାନେ ଗୋଟେ ସୁରକ୍ଷିତ ସମୁଦ୍ର ଏରିଆ ଯେଉଁଠି ନ୍ୟୁକ୍ଲିୟର ସବମେରିନ ଗୁଡ଼ିକ ଲୁଚି ଥାନ୍ତି। ସେମାନେ ସଦା ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ରୁହନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେକେଣ୍ଡ ଷ୍ଟ୍ରାଇକ୍ କ୍ୟାପାବିଲିଟି, ମାନେ ଶତ୍ରୁ ପ୍ରଥମେ ଆକ୍ରମଣ କଲେ ମଧ୍ୟ ଆପଣ ପୁନର୍ବାର ଆକ୍ରମଣ କରିପାରିବେ। ଏହାକୁ କୁହାଯାଏ ଡିଟରେନ୍ସ, ମାନେ ଶତ୍ରୁ ଆକ୍ରମଣ କରିବାକୁ ଭୟ ପାଏ କାରଣ ସେ ଜାଣେ ପଛରୁ ଆଘାତ ଆସିବ। କୋଲ୍ଡ ୱାର ସମୟରେ ସୋଭିଏତ ୟୁନିୟନ ଏହି ଷ୍ଟ୍ରାଟେଜିକୁ ବହୁଳ ଭାବରେ ବ୍ୟବହାର କରିଥିଲା। ସେମାନେ ବ୍ୟାରେଣ୍ଟ ସି ଏବଂ ସି ଅଫ୍ ଅଖୋଷ୍ଟକୁ ନ୍ୟୁକ୍ଲିୟର ବେଷ୍ଟନ ଭାବରେ ବ୍ୟବହାର କରୁଥିଲେ। ଆଜି ରଷିଆ ମଧ୍ୟ ସେହି ଷ୍ଟ୍ରାଟେଜିକୁ ଫଲୋ କରୁଛି। ସେମାନଙ୍କ ସବମେରିନ ଗୁଡ଼ିକ ଆର୍ଟିକ ବରଫ ତଳେ ଲୁଚି ରହେ, ଯାହାକୁ ଟ୍ରାକ୍ କରିବା ଅତ୍ୟନ୍ତ କଠିନ ହୋଇପାରେ। ଭାରତ ମଧ୍ୟ ଏହି ଦିଗରେ ଆଗକୁ ବଢୁଛି। ଆଇଏନଏସ୍ ଆରିୟାନ ଭଳି ନ୍ୟୁକ୍ଲିୟର ସବମେରିନ ଦ୍ୱାରା ଇଣ୍ଡିଆ ଏବଂ ସେକେଣ୍ଡ ଷ୍ଟ୍ରାଇକ୍ କ୍ୟାପାବିଲିଟି ପାଇଁ ପ୍ରସ୍ତୁତ ହେଉଛି।
Second strike protocol initiated. Target coordinates locked. Duke Flight 131 locked. Right. বে অফ বেঙ্গল ভবিষ্যତରେ ଇଣ୍ଡିଆର ନ୍ୟୁକ୍ଲିୟର ବେଷ୍ଟନ ହେବାର ସମ୍ଭାବନା ରହିଛି କିନ୍ତୁ କଥା କେବଳ ମିସାଇଲ କିମ୍ବା ବନ୍ଦରରେ ସରିନି ବଙ୍ଗୋପସାଗର ତଳେ ଲୁଚି ରହିଛି ଗୋଲ୍ଡ ମାଇନ୍ ଲକ୍ଷ ଲକ୍ଷ ଟନ୍ ଗ୍ୟାସ୍ ଏବଂ ତେଲର ଭଣ୍ଡାର ଯିଏ ଏହି ପାଣିକୁ କଣ୍ଟ୍ରୋଲ କରିବ ସେ ଆଗାମୀ 50 ବର୍ଷ ପର୍ଯ୍ୟନ୍ତ ଏସିଆର ଶକ୍ତି ବଜାର କିମ୍ବା ଏନର୍ଜି ମାର୍କେଟକୁ କଣ୍ଟ୍ରୋଲ କରିବ ଏହା ଏକ ଏନର୍ଜି ୱାର 2026ର ବାସ୍ତବତା ହେଉଛି ଏହା କେବଳ ଭାରତ ଓ ଚୀନ ନୁହଁ ଆମେରିକା ମଧ୍ୟ ବାଂଲାଦେଶ ଏବଂ ଶ୍ରୀଲଙ୍କା ମାଧ୍ୟମରେ ଏହି ସମୁଦ୍ରରେ ପଶିବାକୁ ଚେଷ୍ଟା କରୁଛି ଯଦି ବଙ୍ଗୋପସାଗରରେ କେବେ ଏକ ଛୋଟ ଭୁଲ ହୁଏ ତେବେ ସେହି ନିଆଁ ସାରା ଦୁନିଆକୁ ଜଳାଇ ଦେଇପାରେ